ଏହି ଭିଡ଼ିଓରେ ଆମେ ଷ୍ଟାମ୍ପ ଆଇନ ବିଷୟରେ ଜାଣିବା। ଷ୍ଟାମ୍ପ ଆଇନକୁ ଇଂରାଜୀରେ ଷ୍ଟାମ୍ପ ଆକ୍ଟ ବୋଲିକି କୁହାଯାଇଥାଏ। ଏହି ଷ୍ଟାମ୍ପ ଆଇନକୁ 1765 ମସିହାରେ ପ୍ରଣୟନ କରାଯାଇଥିଲା। ଏହାର ପ୍ରଣେତା ଥିଲେ ଇଂରେଜ ସରକାର। କେଉଁ ସ୍ଥାନରେ ଏହି ଷ୍ଟାମ୍ପ ଆଇନକୁ ପ୍ରଣୟନ କରାଯାଇଥିଲା ଦେଖ ପିଲାମାନେ, ଉତ୍ତର ଆମେରିକାର 13ଟି ଉପନିବେଶ ଉପରେ ଏହି ଷ୍ଟାମ୍ପ ଆଇନକୁ ପ୍ରଣୟନ କରାଯାଇଥିଲା ବା ଲାଗୁ କରାଯାଇଥିଲା। ଏହି ଷ୍ଟାମ୍ପ ଆଇନର ନିୟମ ଗୁଡ଼ିକ କ'ଣ କ'ଣ ଥିଲା ଦେଖ ପିଲାମାନେ। ପ୍ରଥମ ନିୟମଟି ହେଉଛି ଉପନିବେଶବାସୀଙ୍କୁ ଆଇନ ଓ ବିଚାରାଳୟ ସଂକ୍ରାନ୍ତ ସମସ୍ତ କାଗଜପତ୍ରରେ ଟିକଟ ବ୍ୟବହାର କରିବାକୁ ବାଧ୍ୟ କରାଯାଇଥିଲା। ଦ୍ୱିତୀୟ ନିୟମଟି ହେଉଛି ଷ୍ଟାମ୍ପ ଆଇନର ସମ୍ବାଦପତ୍ରରେ ମଧ୍ୟ ଏହି ଆଇନ ଲାଗୁ କରାଯାଇଥିଲା। ତୃତୀୟ ନିୟମଟି ଥିଲା ଏହି ଟିକଟ ବାବଦକୁ ଆଦାୟ ହେଉଥିବା ଅର୍ଥ ଉପନିବେଶବାସୀଙ୍କ ସୁରକ୍ଷା ପାଇଁ ବ୍ୟୟ ହେବାର ଧାର୍ଯ୍ୟ କରାଯାଇଥିଲା। ଏହି ଷ୍ଟାମ୍ପ ଆଇନକୁ ବିରୋଧ କରାଯାଇଥିଲା। କେଉଁମାନେ ବିରୋଧ କରିଥିଲେ ଦେଖ ପିଲାମାନେ, ନ୍ୟୁୟର୍କଠାରେ 9ଟି ଉପନିବେଶର ପ୍ରତିନିଧିଗଣ ଏକତ୍ରିତ ହୋଇ ଏହି ଷ୍ଟାମ୍ପ ଆଇନକୁ ବିରୋଧ କରିଥିଲେ ଏବଂ ଏହି ବିରୋଧର ନେତୃତ୍ୱ ନ୍ୟୁୟର୍କଠାରେ ନେଇଥିଲେ ପ୍ୟାଟ୍ରିକ୍ ହେନରୀ ଓ ସାମୁଏଲ ଆଡାମ। ଉପନିବେଶବାସୀ ଏହି ଷ୍ଟାମ୍ପ ଆଇନକୁ ବିରୋଧ କରି ଘୋଷଣା କରିଥିଲେ ଇଂଲଣ୍ଡର ପାର୍ଲାମେଣ୍ଟରେ ତିଆରି ନିୟମ ମାନିବାକୁ ଉପନିବେଶବାସୀ ବାଧ୍ୟ ନୁହନ୍ତି ବୋଲି। କାହିଁକି ନା ଏହି ଉପନିବେଶବାସୀଗୁଡ଼ିକ ଇଂଲଣ୍ଡର ପାର୍ଲାମେଣ୍ଟର ସଦସ୍ୟ ନଥିଲେ ଏବଂ ସେହି ଉପନିବେଶବାସୀ ଆହୁରି ଘୋଷଣା କରିଥିଲେ ପ୍ରତିନିଧି ବିନା କର ନିର୍ଦ୍ଧାରଣ ଅତ୍ୟାଚାର ଅଟେ ବୋଲି। ଏହି ଷ୍ଟାମ୍ପ ଆଇନକୁ ଉପନିବେଶବାସୀ ଅତ୍ୟଧିକ ସଂଖ୍ୟାରେ ବିରୋଧ କରିବା ଯୋଗୁଁ ସେହି ସମୟରେ ଥିବା ଇଂଲଣ୍ଡର ପ୍ରଧାନମନ୍ତ୍ରୀ ଗ୍ରେନଭିଲେ ତାଙ୍କର ପଦବୀରୁ ଇସ୍ତଫା ଦେଇଥିଲେ ଏବଂ ଏହି ଗ୍ରେନଭିଲେଙ୍କ ଶାସନ ସମୟରେ ହିଁ 1765 ମସିହାରେ ଏହି ଷ୍ଟାମ୍ପ ଆଇନ ପ୍ରଣୟନ ହୋଇଥିଲା। ଏହି ଷ୍ଟାମ୍ପ ଆଇନକୁ ପ୍ରତ୍ୟାହାର କରାଯାଇଥିଲା 1766 ମସିହାରେ ପ୍ରଧାନମନ୍ତ୍ରୀ ରକିଂହାମଙ୍କ ଦ୍ୱାରା। ଏଠି ଯେଉଁ ପ୍ରଥମ ଫଟୋଚିତ୍ରଟି ଦେଖୁଛ ପିଲାମାନେ, ଏହି ପ୍ରଥମ ଫଟୋଚିତ୍ରଟି ହେଉଛି ଇଂଲଣ୍ଡର ପ୍ରଧାନମନ୍ତ୍ରୀ ଗ୍ରେନଭିଲେଙ୍କର ଏବଂ ଦ୍ୱିତୀୟ ଫଟୋଚିତ୍ରଟି ହେଉଛି ଇଂଲଣ୍ଡର ଆହୁରି ଜଣେ ପ୍ରଧାନମନ୍ତ୍ରୀ ରକିଂହାମଙ୍କର। ଇଂଲଣ୍ଡର ପ୍ରଧାନମନ୍ତ୍ରୀ ଗ୍ରେନଭିଲେଙ୍କ ଶାସନ ସମୟରେ ଷ୍ଟାମ୍ପ ଆଇନ ପ୍ରଣୟନ ହୋଇଥିଲା, କିନ୍ତୁ ରକିଂହାମ ଏହି ଷ୍ଟାମ୍ପ ଆଇନକୁ ପ୍ରତ୍ୟାହାର କରିଥିଲେ 1766 ମସିହାରେ। ଭିଡ଼ିଓଟି ଯଦି ଭଲ ଲାଗିଥିବ ପିଲାମାନେ, ଭିଡ଼ିଓଟିକୁ ଲାଇକ୍ କରିଦେବ। ଆହୁରି ଏମିତିକା ଭିଡ଼ିଓ ଗୁଡ଼ିକ ଦେଖିବା ପାଇଁ ଏହି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବ। ତା ସହିତ ପିଲାମାନେ ଏହି ଭିଡ଼ିଓଟିକୁ ତୁମର ସାଙ୍ଗମାନଙ୍କ ସହିତ ସେୟାର ମଧ୍ୟ କରିଦେବ।